ମାସେ ଲାଗିଛି ତାଙ୍କୁ ପୁଅ ଦେଖିବା ପାଇଁ 3 ଥର ଆସିଛନ୍ତି ଆଜ୍ଞା। ପୁଅଟାକୁ କଣ କେହି ଚିହ୍ନି ପାରିଲେ ନା, ସେ କଣ ଓଢଣା ଦେଇ ବସିଥିଲା? ଆପଣ ଦାଦା ପୁତୁରା ନା ମାନେ କଣ? ନାଇଁ ନାଇଁ ଆଜ୍ଞା, ମୁଁ ତାର ହଉଛି ବଡ ଭାଇର ସାଙ୍ଗ, ସେ ମୋର ସାନ ଭାଇ। ଆଧାର କାର୍ଡ ଦେଖିପାରନ୍ତି, ତାର ସ୍କୁଲ ମାଟ୍ରିକ ସାର୍ଟିଫିକେଟ ଦେଖିପାରନ୍ତି, ସବୁ କିଛି ଅଛି। ସେ ଇଞ୍ଜିନିୟରିଂ କରିଛି, ତାକୁ ବି ଦେଖିପାରନ୍ତି। ମୁଁ ଯେମିତି ଆପଣଙ୍କ ସାମ୍ନାରେ କ୍ୟାମେରାରେ ଫେସ୍ କରି କହୁଛି, ସେ ସେମିତି ଫେସ୍ କରି କଥାବାର୍ତ୍ତା ହୁଅନ୍ତି। ଆପଣଙ୍କୁ କେତେ ବୟସ ବର୍ତ୍ତମାନ ପାଇଁ? ବୟସ ମୋର 33 33 ବର୍ଷ। ନାଇଁ ଆଜ୍ଞା, ଆପଣ ତ ନିଜେ ଦେଖୁଛନ୍ତି ପୁଅ, ମାନେ କଣ ଆପଣଙ୍କୁ ଦେଖେଇକି ତାଙ୍କୁ ବାହାଘର କରାଇଥିଲା ନା? ଏଟା କଣ ସମ୍ଭବ କଥା? ବାହାଘର ତାଙ୍କ ଛୁଆ କଲେ, ସେ କଣ କାଲି ପୁତୁରା କାଲି ଆସିଲେ କିଏ ଆଜି ବାହା ହେଇଗଲେ? ଦାଦା? କାଲି ଆସିକି ଦେଖିଥିଲେ, ଆଜି ବାହା ହେଇଗଲେ କି? ମାସେ ଲାଗିଛି ତାଙ୍କୁ ପୁଅ ଦେଖିବା ପାଇଁ 3 ଥର ଆସିଛନ୍ତି ଆଜ୍ଞା। ପୁଅଟାକୁ କଣ କେହି ଚିହ୍ନି ପାରିଲେ ନା, ସେ କଣ ଓଢଣା ଦେଇ ବସିଥିଲା? ଯୋଉ କଥାଟା ହଉଛି କି ପୁତୁରାକୁ ଦେଖେଇକି ଦାଦାକୁ ବାହା କରିଲେ ବୋଲି, ଆପଣ ଦାଦା ପୁତୁରା ନା ମାନେ କଣ? ନାଇଁ ନାଇଁ ଆଜ୍ଞା, ମୁଁ ତାର ହଉଛି ବଡ ଭାଇର ସାଙ୍ଗ, ସେ ମୋର ସାନ ଭାଇ। ସାନ ପୁତୁରା କିଏ ତାହେଲେ? ପୁତୁରା କେହି ନାହାନ୍ତି, ସେ କାହାକୁ କହୁଥିବେ, ସେମାନଙ୍କୁ ଆସିକି ଚିହ୍ନଟ କରାନ୍ତୁ। ସେ ଆସିକି ଚିହ୍ନନ୍ତୁ ଏଠି କିଏ ପୁତୁରା କିଏ ଦାଦା, ଆଉ କାହାକୁ ଦେଖେଇଥିଲେ ସିଏ ମାନେ କହିପାରିବେ, ଆମେ କହିପାରିବୁ ନା? ଆମେ ତ ଯୋଉ ପୁଅ ଫଟୋ ଦେଇଥିଲୁ ସେଇ ପୁଅକୁ ହିଁ ବାହାଘର କରେଇଛୁ। ଆମେ କଣ ଏଠି ଯୋଉ ଡ୍ରାମା କରୁଥିଲୁ କି? ବାହାଘର ଖେଳ ରହିଛି କି? ଆମେ ସେମିତି କିଛି କରୁଥିଲୁ ଆମେ? ଆଚ୍ଛା, ଏଇ ଯୋଉ କହୁଛନ୍ତି କି ବୟସ ଅଧିକ ବୁଢା ବର ବୋଲି କହିଛନ୍ତି। ଆଜ୍ଞା, ବୟସ ଅଧିକ କଥା ଯୋଉ କହୁଛନ୍ତି ଠିକ ଅଛି, ବୟସ 33 ବର୍ଷ ଆଜ୍ଞା ହେଇଛି। ଆଧାର କାର୍ଡ ଦେଖିପାରନ୍ତି, ତାର ସ୍କୁଲ ମାଟ୍ରିକ ସାର୍ଟିଫିକେଟ ଦେଖିପାରନ୍ତି, ସବୁ କିଛି ଅଛି। ସେ ଇଞ୍ଜିନିୟରିଂ କରିଛି, ତାକୁ ବି ଦେଖିପାରନ୍ତି। ମାନେ ମୂର୍ଖ ନୁହଁ, ଯାହାର କିଛି ଡକୁମେଣ୍ଟସ ନାହିଁ। ଯେତେବେଳେ କି ବାହାଘର ପ୍ରସ୍ତାବ ପଡିଥିଲା, ତ ଯେତେବେଳେ ନର୍ମାଲି ଗୋଟେ ଘରେ ବାହାଘର କରୁଛନ୍ତି, ପୁଅ ଝିଅ ଘର ଦେଖିଲା ପରେ ଜାତକ ବି ଦେଖା ଦେଖି କରନ୍ତି, ଆଜ୍ଞା, ତ ସେମିତି ବି ଆପଣଙ୍କ ଦେଖା ଦେଖି ହେଇଥିବ। ସେ କଥା ମୁଁ କହିବି ଜାଣିନି। ତ ସେଇ ଜାଗାରେ ତ ବୟସ ଲେଖା ହେଇଥିବ ନା ଜାତକରେ। ବୟସ ଲେଖା ହେଇଛି ସବୁ ଲେଖା ହେଇଥିବ। ଆପଣ ନିଜେ କଥାରେ କଣ କହିବାକୁ ଚାହିଁବେ? ଝିଅ ଘର ଯୋଉ କହୁଛନ୍ତି ଦାଦାକୁ ଦେଖେଇକି ପୁତ୍ରକୁ ଦେଖେଇକି ଦାଦାକୁ ବାହା କରୁଛନ୍ତି, ସେ କଥା ସମ୍ପୂର୍ଣ୍ଣ ମିଛ। ମିଛ କଥା। ଆପଣ ନିଜେ ଦେଖିଥିଲେ? ନିଜେ ମାନେ ଫଟୋ ଦେଖିଥିଲି, ମୁଁ ନିଜେ ରିଏଲ ଦେଖେ ଯାଇନି। ତାଙ୍କ ଘରେ ଆପଣଙ୍କୁ ଆସିଥିଲେ ଦେଖିବା ପାଇଁ? ତାଙ୍କ ବାପା ମା ଆସିଥିଲେ, ତାଙ୍କ ବାପା ଆସିଥିଲେ, ତାଙ୍କ ଭାଇ ସାହି ସବୁ ଆସିଥିଲେ। ଆଚ୍ଛା, ଆପଣଙ୍କ ଭିତରେ ଯୋଉ ଗୋଟେ ମୁଦି ପିନ୍ଧେଇବାର ଗୋଟେ ସମ୍ପର୍କ ଥାଏ, ସମ୍ବନ୍ଧ ଥାଏ କି ରିଙ୍ଗ ସେରିମନି ଗୋଟେ ହୁଏ, ରିଙ୍ଗ ସେରିମନିରେ ଆପଣ ମୁଦି ପିନ୍ଧେଇଥିଲେ କନ୍ୟାକୁ? ନା ନା, ମୁଁ ଯାଇନି ରିଙ୍ଗ ସେରିମନି। ମୋର ଆକ୍ସିଡେଣ୍ଟ ହେଇଗଲା ନା, ମୋର ଯୋଉ ଗାଡି କାମ କରୁଥିଲି, ପେଟ୍ରୋଲ ନିଆଁ ଲାଗିଲା, ସେଥିପାଇଁ ମନା କଲି। ଆଚ୍ଛା, ସେଇଦିନ ନିଆଁ ଲାଗିଗଲା। ମାନେ ଏଇ ଯୋଉ ନିଆଁ ଲାଗିକିରି ଆପଣ ଯୋଉ ଚୁଟି ହେଇଛି ସେଇଟା ବୋଧେ। ଆଚ୍ଛା, ଗୋଟେ କହୁଛନ୍ତି କି ସେ ଗୋଟେ ଫଟୋକୁ ଏଡିଟିଂ କରିକି ସେତେବେଳେ ଫଟୋରେ ଭଲ ଦେଖାଉଥିଲେ, କିନ୍ତୁ ଆସିଲା ବେଳେ ଫଟୋଟି ସେଇଭଳିଆ ନଥିଲା। ମାନେ ଫଟୋରେ ଜଣେ ଦେଖେଇଲେ ବାହାଘର କରୁଛନ୍ତି ଜଣେ। ସେଇଟା ସମ୍ପୂର୍ଣ୍ଣ ମିଛ କଥା। ନିଜେ ତ ମୁଁ ରିଏଲ ଟାଇମ୍ ନିଜେ ଦେଖୁଛ, ମୁଁ ତ ନିଜେ କିନ୍ତୁ ଭାଇ ସାରା ଓଡିଶା ଆପଣଙ୍କ ସମର୍ଥନରେ, ମାନେ ସମସ୍ତେ ଆପଣଙ୍କୁ ସପୋର୍ଟ କରିଛନ୍ତି। ଯେତେବେଳେ କି ଦୁନିଆ ଝିଅ ମାନଙ୍କୁ ଛାଡିକି ପୁଅ ମାନଙ୍କୁ ଛାଡି ଝିଅ ମାନଙ୍କୁ ସମର୍ଥନ କରେ, କିନ୍ତୁ ସାରା ଓଡିଶା ବର୍ତ୍ତମାନ ପାଇଁ ଆପଣଙ୍କ ସମର୍ଥନରେ। ଓଡିଶାବାସୀ ଯୋଉ ଭଲ ପାଇବା ଦେଖାଉଛନ୍ତି ଆପଣଙ୍କୁ, ସେଇମାନଙ୍କ ପାଇଁ କଣ ଧନ୍ୟବାଦ ଦେବେ ଆପଣ? ସେମାନେ ତ ବହୁତ ଆଶୀର୍ବାଦ କରୁଛନ୍ତି, ଭଲ କାମ କରୁଛନ୍ତି ସେ ଆମ ପାଇଁ, ତାଙ୍କୁ ଧନ୍ୟବାଦ। ସେ ଝିଅଙ୍କୁ କଣ କହିବାକୁ ଚାହିଁବେ? ଆପଣ ଗୋଟେ ଭଳିଆ ମାନସିକ ଅବସ୍ଥାରେ ଛାଡି ଦେଇକି ଚାଲି ଯାଇଛନ୍ତି, ତାଙ୍କୁ କଣ କହିବାକୁ ଚାହିଁବେ? ଆପଣ ତ କ୍ୟାମେରା ସାମ୍ନାକୁ ଆସିଛନ୍ତି, ତାଙ୍କୁ କଣ କହିବେ? ସେମାନେ ସେମିତି କ୍ୟାମେରା ସାମ୍ନାରେ ଆସି ଫେସ୍ ଫେସ୍ କଥା କହନ୍ତୁ, ଆମେ ଜାଣୁ। ମାନେ ଆପଣ କହୁଛନ୍ତି କି ଆପଣ ଯେମିତି କ୍ୟାମେରା ସାମ୍ନାକୁ ଆସିଛନ୍ତି, ସେ ଝିଅ ବି ସେମିତି କ୍ୟାମେରା ସାମ୍ନାକୁ ଆସିକି କହିବା ଦରକାର। ସତ କହୁଛନ୍ତି, ମିଛ କହୁଛନ୍ତି। ଆପଣ କଣ ଲାଗୁଛି ସେ ଝିଅ କଣ ପାଇଁ ପଳେଇଲେ ଏମିତି ହଠାତ୍ ଚତୁର୍ଥୀ ଦିନ? ସେଇଟା ତ ମୁଁ କହିପାରିବିନି। ତାଙ୍କ ଘର ସାଙ୍ଗେ କଥାବାର୍ତ୍ତା ଆପଣ କେବେ ହେଇଛନ୍ତି ୟା ପରେ? ଘର ସାଙ୍ଗରେ କଥା ତ ମୁଁ ଫୋନ ନମ୍ବର ମାଗିଥିଲି ବାହାଘର ପୂର୍ବରୁ, ତାଙ୍କ ବାପା କହିଲେ କି ସେ ଫୋନ ୟୁଜ କରନ୍ତି, ବୁଝିଲେ। କିନ୍ତୁ ତାପରେ ବାହାଘର ଗୋଟେ ଦିନ ପରେ ତାଙ୍କ ବାପାଙ୍କୁ କହିକି ସେ ଫୋନ ଲଗେଇକି କଥାବାର୍ତ୍ତା ହଉଛନ୍ତି, ମାନେ ଇନଷ୍ଟା ଫିଷ୍ଟା ଚଲାଉଛନ୍ତି, ଫୋନ ଗୀତ ଶୁଣନ୍ତି, ବୁଝିଲେ। ବାହାଘର 4 ଦିନ ଭିତରେ ଆପଣଙ୍କ ଘରେ ଯେତେବେଳେ ସମସ୍ତେ ବନ୍ଧୁବାନ୍ଧବ ଥିଲେ, ସବୁ ଲୋକ ଥିଲେ, ସେ ସମୟରେ କିଛି ଆପଣ ଭଉଣୀ ମାନେ ହେଲା କି ଭାଉଜ ମାନେ ହେଲା କି ମା, ସେମିତି କିଛି କଥାବାର୍ତ୍ତାରୁ କିଛି ଜାଣିପାରିଥିଲେ କି ସେମିତି କିଛି ତାର ଝିଅର ଆଟିଚ୍ୟୁଡ? ସେମିତି କିଛି ଜାଣିପାରନ୍ତି, ଆମ ଘରେ ସବୁ ନିଜ ଲୋକ, ବୁଝିଲେ, ସେ କିଛି ଜାଣିପାରନ୍ତି କିଛି। ଆଉ ବିବାହ ପୂର୍ବରୁ ଯୋଉ ଚଉଠି ପୂର୍ବରୁ ସେ ଗୋଟେ ଇଲିଗେସନ ଆଣିଛନ୍ତି ଆପଣଙ୍କୁ ଯେ ଆପଣ ଶୋଇଥିଲେ ଛାତ ଉପରେ, ଆପଣଙ୍କ ସାଙ୍ଗ 2 ଜଣ ତାଙ୍କର ବେଡ୍ ପାଖରେ ଯାଇକି ଶୋଇଥିଲେ, ତାଙ୍କୁ ଟିକେ ସେଇ ଜିନିଷଟା ଖରାପ ଲାଗିଥିଲା। ଏଇ କଥାଟା କେତେ ଦୂର ସତ? ଏଇଟା ଆମର ତ କୁଣିଆ ମନ୍ତ୍ରୀ କେତେ କଣ ଆଉଛନ୍ତି, ବୁଝିଲେ। ଆମର ସବୁ ବାହାଘର ଲାଗିଥିବାରୁ ବହୁତ କୁଣିଆ ମନ୍ତ୍ରୀ ଆସୁଛନ୍ତି, କିଏ କଣ ଶୋଇଥିବେ, ସେ ଭଣଜା ଫଣଜା କିଏ କଣ ଶୋଇଥିବେ, ଛୋଟ ଛୁଆ ମାନେ ଶୋଇଥିବେ, ସେ କିନ୍ତୁ ମିଛ କଥା ସବୁ କହୁଛନ୍ତି। এই কথা ତାହେଲେ ପୁରା ସମ୍ପୂର୍ଣ୍ଣ ମିଛ।
ଭାଇ ଆପଣଙ୍କ ଲାଇଫ ରେ କେବେ ମାନେ କାହାକୁ ଭଲ ପାଇବା କି ଏମିତି କିଛି ହେଇଥିଲା ଆଗରୁ ମାନେ ଜାଣି ମୁଁ ସିଙ୍ଗିଲ ଥିଲେ ଆରେଞ୍ଜ ମ୍ୟାରେଜ କରିଥିଲେ ଆପଣଙ୍କର ବି ଦେଖିନଥିଲେ ଝିଅ ଘର ଲୋକମାନେ ଆପଣଙ୍କ ପାଇଁ ଦେଖିଥିଲେ ଘର ଲୋକ ରାଜି ଥିଲେ ମୁଁ ହେଇଛି ଆଉ। ଘର ଲୋକ ରାଜି ହେଲେ କେବେ ଝିଅକୁ ଦେଖିଲେନି କି ଝିଅ କଳା କି ଗୋରା ଏମିତି କେବେ ମନରେ ପ୍ରଶ୍ନ ଆସିଲାନି ଆମ ଫ୍ୟାମିଲି ଯୋଉଠି ଚଏସ୍ କଲେ ଆମେ ସେଠି ଚଏସ୍ କଲୁ ଘର ଲୋକଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ବିଶ୍ୱାସ ଥିଲା। କିନ୍ତୁ ଏବେଠୁ ମାନେ ଯୋଉ ଦିନ ଘଟଣାଟି ଘଟିଲା ଆପଣଙ୍କୁ କଣ ଲାଗୁଛି କିଏ ଠିକ ରେ ଅଛି ସେ ଝିଅ ଠିକ ରେ ଅଛି ନା ଆପଣ ଠିକ ରେ ଅଛି ମୁଁ ତ ଠିକରେ ଅଛି ମୁଁ ଯେମିତି ଆପଣଙ୍କ ସାମ୍ନାରେ କ୍ୟାମେରା ଫେସ୍ କରି କହୁଛି ସେ ସେମିତି ଫେସ୍ କରି କଥାବାର୍ତ୍ତା ହୁଅନ୍ତୁ ଝିଅ କଣ ସାମ୍ନାକୁ ଆସିବ ବୋଲି ଆପଣଙ୍କୁ ଲାଗୁଛି ତାହେଲେ ଯେହେତୁ ଭୁଲ ଥିବ ସେଠି ଆସିଲାନି ଆପଣ ଆପଣ ସେତିକି ଷ୍ଟ୍ରଙ୍ଗ ଅଛନ୍ତି ଆପଣ କହିପାରିବେ ଯେ ଆପଣଙ୍କୁ ମାନେ ଏ ସବୁରେ କିଛି ବି ଭୟ ଲାଗୁନି ଭୟ କାହିଁ ଲାଗିବ ଆପଣଙ୍କୁ ସପୋର୍ଟ କିଏ କରୁଛନ୍ତି ଆପଣଙ୍କ ମିଡିଆ ବାଲା ବହୁତ ସପୋର୍ଟ କରୁଛନ୍ତି ପଡିଶା ବାଲା ବହୁତ ସପୋର୍ଟ କରୁଛନ୍ତି ଭାଇ ମାନେ ବହୁତ ସପୋର୍ଟ କରୁଛନ୍ତି କ୍ୟାମେରାମ୍ୟାନ ମାନେ ବହୁତ ସପୋର୍ଟ କରୁଛନ୍ତି ଧନ୍ୟବାଦ ଆଚ୍ଛା ଯେତେବେଳେ ଆପଣଙ୍କ ଆଧାର କାର୍ଡ ଦେଖିଆ ହେଲା ଆପଣଙ୍କର ଫଟୋ ବି ଦେଖିଆ ହେଇଛି ସବୁ ପ୍ରୁଫ ଦେଖେଇଲେ ଆପଣଙ୍କୁ କେତେ ବୟସ ବର୍ତ୍ତମାନ ପାଇଁ ବୟସ ମୋର 33 33 ବର୍ଷ